ତାହାପରେ ପିତା ସେଇ ଶୋକ ଦୁଃଖରେ ଦେହ ରକ୍ଷା କଲେ। ପିତାଙ୍କର ମୃତ୍ୟୁ ପରେ ମୁଁ ଉଶୃଙ୍ଖଳ ହୋଇ ଗୋଟିଏ ନର୍ତ୍ତକୀର ଗୃହ ଯାଇ ପରେ ପରିଚୟ ନେଇ ଜାଣିଲି ସେ ମୋ ଗର୍ଭଧାରିଣୀ ଜନନୀ। ମୋର ସେଇ ମା ଗଙ୍ଗାରେ ପ୍ରାଣ ବିସର୍ଜନ ଦେଇଛନ୍ତି। ମୁଁ ଆତ୍ମଗ୍ଲାନିରେ ଛଟପଟ ହେଉଛି ସ୍ୱାମୀଜୀ, ମୁଁ ଛଟପଟ ହେଉଛି। ଏ ଦୁଃଖଜନକ ଘଟଣା ବତ୍ସ, ତାପରେ ସର୍ବହରା ହୋଇ ସଂସାର ତ୍ୟାଗ କରିଛି ଗୁରୁଦେବ। ମୁଁ ମୋର ସେଇ ଆତ୍ମଗ୍ଲାନିର ପ୍ରାୟଶ୍ଚିତ ଚାହେଁ। ତପସ୍ୟା କରି ଏହି ଉତ୍ତପ୍ତ ଦାବାନଳକୁ ଚିରଦିନ ପାଇଁ ନିର୍ବାପିତ କରିବାକୁ ଚାହେଁ। ହେ କଳଙ୍କମୟ ଜୀବନ ବତ୍ସ। ଗୁରୁଦେବ, ଆପଣଙ୍କ ପାଦ ତଳେ ମୋତେ ଆଶ୍ରୟ ଦିଅନ୍ତୁ। ଶୁଣ ବ୍ରଜଗୋପାଳ, ମୁଁ ତ୍ରିକାଳଜ୍ଞ ମହାପୁରୁଷ ଶଙ୍କରପନ୍ଥୀ ଦଶନାମୀ ସନ୍ନ୍ୟାସୀ ସମ୍ପ୍ରଦାୟ ଗିରିନାମର ସନ୍ନ୍ୟାସୀ ବତ୍ସ। ମୁଁ ଧ୍ୟାନ ବଳରେ ଜାଣୁଛି ତୁମର ଏହି କଳଙ୍କମୟ ଇତିହାସ ଏକ ଜନ୍ମର ନୁହେଁ, ଏହା ଅଛି ପୂର୍ବଜନ୍ମ। ତେବେ ତୁମର ଭବିଷ୍ୟତ ଜୀବନ ଉଜ୍ଜ୍ୱଳ। ତୁମେ ହେବ ମହାସାଧକ। ସାଧନାର ଫଳସ୍ୱରୂପ ତୁମେ ମହାମାୟାଙ୍କୁ ପାଇବ। ନା ନା, ମୁଁ ଆଉ କିଛି କହିବି ନାହିଁ। ତୁମେ ଦିନେ ନିଶ୍ଚୟ ଉପଲବ୍ଧି କରିପାରିବ ବତ୍ସ। ଗୁରୁଦେବ, ମୋତେ କୃପା କରନ୍ତୁ, ମୋତେ ଦୀକ୍ଷା ଦିଅନ୍ତୁ ଗୁରୁଦେବ। ବତ୍ସ, ମୁଁ ତୁମକୁ ସନ୍ନ୍ୟାସ ଦୀକ୍ଷା ଦେବି। ତାହା ହିଁ ଦିଅନ୍ତୁ ଗୁରୁଦେବ। ଏହି ଯେ ମୋ ପାଖରେ ଜ୍ୱଳନ୍ତ ଅଗ୍ନିକୁଣ୍ଡ ଦେଖୁଛ, ପ୍ରଣାମ କର ବତ୍ସ। ମୁଁ ପ୍ରଥମେ ବିରଜା ହୋମ କରୁଛି। ଓଁ ଅଗ୍ନୟେ ସ୍ୱାହା ଇଦଂ ଅଗ୍ନୟେ। ଓଁ ବିରଜନ୍ମହସି ଅଗ୍ନୟେ ସ୍ୱାହା ଇଦଂ ଅଗ୍ନୟେ। ଓଁ ଇନ୍ଦ୍ରାୟ ସ୍ୱାହା ଇଦଂ ইন্দ্রায়। ওম সর্বেভ্যো দেবেভ্যো স্বাহা ইদং সর্বেভ্যো দেবেভ্যো। ওম সর্বাভ্যো দেবীভ্যো স্বাহা ইদং সর্বাভ্যো দেবীভ্যো। দেখো ତୁମର ଶିଖା ଏବଂ ସୂତ୍ରକୁ ଏହି ଅଗ୍ନିରେ ଆହୁତି ଦେଉଛି। ମୋ ସାଙ୍ଗରେ ଓମ୍ ଅଗ୍ନୟେ ସ୍ୱାହା ଇଦଂ ଅଗ୍ନୟେ। ଓମ୍ ଅଗ୍ନୟେ ସ୍ୱାହା ଇଦଂ ଅଗ୍ନୟେ। ଏହି କ୍ଷଣି ତୁମର ଗୈରିକ ବସନ ଆଉ କୌପିନୀ ପରିଧାନ କରି ଆସ ବତ୍ସ। ମୁଁ ତୁମର ସନ୍ନ୍ୟାସ ନାମ ରଖିଲି ବ୍ରହ୍ମାନନ୍ଦ। ଆଜିଠାରୁ ତୁମେ ଏହି ନାମରେ ପରିଚିତ। ଏହି ନାମ ତୁମର ମହାମନ୍ତ୍ର ଅୟମାତ୍ମା ବ୍ରହ୍ମ। ଆଜିଠାରୁ ତୁମେ ବିଶ୍ୱରୂପ। ତୁମକୁ ମୁଁ ନମସ୍କାର କରୁଛି। ଓମ୍ ନମଃ ତୁଭ୍ୟଂ ନମଃ ମଧ୍ୟମସ୍ତୁଭ୍ୟଂ ମଧ୍ୟମ ନମଃ ନମଃ। ତମେବ ତତ୍ ତତ୍ ତମେବ ବିଶ୍ୱରୂପ ନମସ୍ତୁତେ। ତୁମକୁ ନମସ୍କାର। ମୋତେ ତୁମକୁ ଓ ମୋତେ ବାରମ୍ବାର ନମସ୍କାର। ଯେହେତୁ ତୁମେ ସେହି ବିଶ୍ୱରୂପ, ତେଣୁ ତୁମକୁ ଏବଂ ମୋତେ ବାରମ୍ବାର ନମସ୍କାର। ଗୁରୁଦେବ, ଆପଣଙ୍କର କୃପାରୁ ମୁଁ ଧନ୍ୟ ହୋଇଛି। ବର୍ତ୍ତମାନ ମୋର ପ୍ରଣାମ ଗ୍ରହଣ କରନ୍ତୁ ଗୁରୁଦେବ। ଓମ୍ ଅଜ୍ଞାନ ତିମିରନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକାୟା ଚକ୍ଷୁର୍ନିମିଳିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଉଠ ବତ୍ସ, ଚାଲ ଭିକ୍ଷା କରି ଜୀବିକା ନିର୍ବାହ କର। ପଦବ୍ରଜରେ ତୀର୍ଥ ପର୍ଯ୍ୟଟନ କର ଏବଂ ମୋର ଦେଇଥିବା ମହାମନ୍ତ୍ରର ବିଚାର କର। ଏହା ଅଥର୍ବ ବେଦର ମହାବାକ୍ୟ ଅୟମାତ୍ମା ବ୍ରହ୍ମ। ଏହି ଆତ୍ମା ହିଁ ବ୍ରହ୍ମ। ବେଦର ଅନ୍ୟାନ୍ୟ ମହାବାକ୍ୟ ବିଚାର କରିବା ତୁମର କର୍ତ୍ତବ୍ୟ ବତ୍ସ। ବର୍ତ୍ତମାନ ତନ୍ତ୍ର ସାଧକ ନାଗଭଟଙ୍କ ଶିଷ୍ୟ ତ୍ରିପୁରାନନ୍ଦଙ୍କ ନିକଟକୁ ଗମନ କରି ତାଙ୍କଠାରୁ ମହାମାୟାଙ୍କ ସାଧନ ନିମିତ୍ତ ମନ୍ତ୍ର ଶିକ୍ଷା
गुरु कृपा ही केवलम, गुरु कृपा ही केवलम, गुरु कृपा ही केवलम। सुवानस्तु तदे पंथा। बहुपथ अतिक्रम करी तंत्र सिद्ध साधक नागभट्ट शिष्य त्रिपुरानंद आश्रम को आसीछि। गुरु कृपा ही केवलम, गुरु कृपा ही केवलम, गुरु कृपा ही केवलम। किए तुमे सन्यासी बर? मु ब्रह्मानंद गिरी। केउठारु आसीछ? पदब्रजरे बहु तीर्थ पर्यटन करी आपण को निकट को आसीछि गुरुदेव। केउथि पई आसीछ? मु आपणकर नाम अनेक साधु मुखर शुणी आपण निकटर तंत्र साधना शिक्षा करी महामायार साधना करने को चाहूँगी। मते कृपा करंतु गुरुदेव। तंत्र साधना रे तुमर कोन प्रयोजन अछि? से महामाया को स्त्री रूप में लाभ करने को चाहूँगी। तारी मायारे मु कामर दावानल दग्धीभूत होउछि। तारी मायारे मु मोर गर्भधारिणी माँ को चिन्ह पारि नथिली। मोर साधना रे से महामाया को स्त्री रूप में लाभ करी कामानल को चिरदिन पाई बसीभूत कर देवा को चाहे गुरुदेव। बेस ताहा ही हेब वश्च। तमे मो निकटरे किछि दिन अवस्थान कर आउ साधना अभ्यास कर। मु तुमको तंत्र साधना सिखै देबी। गुरुदेव मोर प्रणाम ग्रहण करंतु गुरुदेव। कृपा करंतु, कृपा करंतु गुरुदेव। उठ वश्च, साधना रे सिद्धि लाभ कर। तुमको मोर यही आशीर्वाद। सुनो सुनो राजा। के तुम? तू तो इष्ट देवी कामाख्या को एते शीघ्र भूली गलु? तुम्हें तुम्हें आसीछ माँ? हाँ, मते चिन्ही पारुनु? ये अधम पुत्र को क्षमा कर माँ। सुनो राजा, ब्रह्मानंद मो नाट मंदिर रे 3 दिन निराहार रही कठोर तपस्या करुछि। तुम्हें सेठारु ताकु तड़ी दियो, नचेत से मते बड़ कष्ट देव। माँ तुम्हें आदेश दे चली गल माँ। तब आदेश शिरोधार्य। क्या थर प्रहरी आदेश कर सामू। माँ को नाट मंदिर रे ब्रह्मानंद नाम रे एक सन्यासी बसी तपस्या करुछि। शीघ्र सेठारु ताकु तड़ी दियो। जाओ। यथा महाराज। मते आउ केते परीक्षा करिबो माँ जगत जननी? दिन रे अन्यत्र रही रात्रि रे तुम नाट मंदिर रही तपस्या कली बोली मते तड़ी देल। हौ तुम इच्छा माँ। ना आउ किसी चिंता करिबिनी। देवी जेतेबेले बारंबार स्वप्न रे मो कथा राजा को कहउछंती तेबे मो कथा तो तांकर स्मरण अछि। मते तपस्या करिबा को हेबो। ए कोन? ये कामाख्या पहाड़ ऊपर एक मृत हस्तीर पुतिगंधमय पंजरा पड़ी। मु जाऊँगी यही पंजरा मध्य बसी तपस्या करी। एठार आउ केही मते देखिपारे नहीं। ब्रह्मानंद किए किए मो तपस्यार पुणी विघ्न कला? राजा कामाख्या देवींकर आदेश अच्छी तुम्हें कामाख्या देशर सीमा मध्य कौन से स्थान रे तपस्या करि पारिबो नहीं। तेणु तुम्हें शीघ्र ये मृत हस्त को परित्याग करी मो राज्य बाहर को चली जाओ। यह मोर आदेश। मां को आदेश ये अधम प्रति ताहले अछि। बेस आपणकर आदेश माने आपणक राज्य मु परित्याग करुछि। ए कथा मां को जणाई दियंतु। हे मां जगत जननी तुमको मोर शतकोटि प्रणाम मां, शतकोटि प्रणाम। बहु तीर्थ पर्यटन करी विक्रमपुर राजधानी श्रीपुर आसीछि। एठारे मोर तंत्र साधना निमित्त बहु अनुकूल परिवेश अछि। राजा केदार राय, चांद राय, प्रजावत्सल धार्मिक राजा मध्य अछंती। श्रीपुर राजपुरोहित गोसाई भट्टाचार्य मोर साधना रे साहाय्य करिवे बोली कथा देइछंती। हे माँ जगत जननी तुमर हृदय एते कठोर माँ, एते कठोर। मणिमा आज आपणकर शुभ दिवस। जड़े सन्यासी आपण को साक्षात करने राजद्वार अपेक्षा कर। सन्यासी? हाँ महाराज, तांकर नाम ब्रह्मानंद गिरी।
ସେ ଜଣେ ପ୍ରସିଦ୍ଧ କୌଳ ସାଧୁ। ତାଙ୍କ ବିଷୟରେ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କୁ ସସମ୍ମାନ ନେଇ ଆସ ପ୍ରହରୀ। ଯଥାଜ୍ଞା ମହାରାଜ। ରାଜା ଚାନ୍ଦ ରାୟର ପ୍ରଣାମ ଗ୍ରହଣ କରନ୍ତୁ ସାଧକ। ଯଶସ୍ୱୀ ହୁଅ ରାଜା। ଆପଣଙ୍କର ଅଭିପ୍ରାୟ ପ୍ରକାଶ କରନ୍ତୁ ସାଧକ। ସାଧକଙ୍କର କିଛି ଲୋଡ଼ା ନାହିଁ ରାଜା, କେବଳ ସାଧନା ନିମନ୍ତେ କ୍ଷେତ୍ର ଖଣ୍ଡେ ଆବଶ୍ୟକ। ଇଏ ତ ବଡ଼ ସୌଭାଗ୍ୟର କଥା। ସାଧନା ନିମନ୍ତେ ଆମ ରାଜ୍ୟର ଯେଉଁ ସ୍ଥାନ ଆପଣ ନିର୍ବାଚନ କରିବେ, ସେ ସ୍ଥାନରେ ଯେପରି ବିଘ୍ନ ନ ଘଟେ ତାର ସମସ୍ତ ବ୍ୟବସ୍ଥା ମୁଁ କରିବି। ସାଧୁ ସାଧୁ ରାଜା, ପ୍ରଜାକୁଳ ସୁଖରେ ରୁହ। ଯାଆନ୍ତୁ ପୁରୋହିତେ, ସାଧକଙ୍କ ପାଇଁ ଯଥାବିଧି ବନ୍ଦୋବସ୍ତ କରନ୍ତୁ। ଏହି ନଦୀ ତୀରବର୍ତ୍ତୀ ଶ୍ମଶାନ ନିକଟରେ ହିଁ ମୋର ତପସ୍ୟା ପାଇଁ ଅତି ଅନୁକୂଳ ପରିବେଶ। ଏଠାରେ ଯାଉଛି ତପସ୍ୟା ଆରମ୍ଭ କରିବି। ॐ तं स्वाहा तं सखा तुमे हि वत्सत्कार सरात्मिका सुधा तव सरि नीते त्रिधा मात्रात्मिका स्थितः अर्धमात्रा स्थिता नित्या जानुचर्या विशेषक तुमेव सातं सावित्री तं देवी जननी परः। କାହିଁକି ମୋ ତପସ୍ୟାରେ ବ୍ୟାଘାତ ସୃଷ୍ଟି କରୁଛ? ନା, ତୁମର ପରିଚୟ? ଓ, ତାହେଲେ ତୁମେ ମହାମାୟାଙ୍କ ପାଖରୁ ଆସିଛ। ତୁମ ମାଙ୍କୁ ପଚାରିବ ଯେ କେବେ ତାଙ୍କର ଦର୍ଶନ ମିଳିବ। ନିଶ୍ଚୟ ଆମେ ପଚାରି ଆସି କହିବୁ। ମା କେବେ ଦର୍ଶନ ଦେବେ ବୋଲି କହିଲେ? ଏହି ମନ୍ତ୍ର ମା ପ୍ରଦାନ କରିଛନ୍ତି। ତୁମର ଗୁରୁଦତ୍ତ ମନ୍ତ୍ରରେ ଛିନ୍ନାଦି ଦୋଷ ରହିଛି। ଏହି ବିଲ୍ଲପତ୍ର ଲିଖିତ ମନ୍ତ୍ର ଜପ କଲେ ଶୀଘ୍ର ମାଙ୍କର ଦର୍ଶନ ମିଳିବ। ଦିଅ ସେଇ ମନ୍ତ୍ର। ଏଇ ତୁମର ବିଲ୍ୱ ପତ୍ର ଲିଖିତ ମନ୍ତ୍ରକୁ ମୁଁ ପାଦରେ ଦଳି ଦେଉଛି। ଏ କଣ? ମାଙ୍କର ଲିଖିତ ମନ୍ତ୍ରକୁ ପାଦରେ ଦଳି ଦେଉଛ? ହଁ, ଯାଅ ମାଙ୍କୁ କହିବ ମୋ ଗୁରୁ ପ୍ରଦତ୍ତ ମନ୍ତ୍ର କେବେ ହେଲେ ଭୁଲ ହୋଇନପାରେ। ମାଙ୍କର ଗୁରୁଗିରି କରିବାର ଅଧିକାର ନାହିଁ। ସେ ଗୁରୁଦତ୍ତ ମନ୍ତ୍ର ଶକ୍ତିରେ ହିଁ ଦର୍ଶନ ଦେବାକୁ ବାଧ୍ୟ।